ମୁଁ ହିନ୍ଦୁ ସେନା ପାରାଦ୍ୱୀପ ପ୍ରେସିଡେଣ୍ଟ ଅଛି, ସଭାପତି ଅଛି। ଆଜି ବିଶେଷ ସୂତ୍ରରୁ ଖବର ପାଇଲି 15 ନମ୍ବର ନିକଟରେ ଆମ ଭୁତୁଣୀ ପାଖରେ ଗୋ ମାଂସ ଗାଡ଼ି ଚାଲନ ହୋଇକି ଯାଉଥିଲା। ସେତେବେଳେ ଖବର ପାଇଲି ଯେତେ ଆମ ପିଲାମାନେ ଯାଇକି ଅଟୋ ରଖିଲୁ, ପୋଲିସ ଥାନାକୁ ଫୋନ୍ କଲୁ। ଥାନା ଭାଇ ମାନେ ଯାଇକି ସେ ଗାଡ଼ିକି ଆଣିକି ରଖିଲେ। ପ୍ରତିଦିନ ଏମିତି ଗୋ ଚାଲାଣ ହେଉଛି, ଆଉ କେତେ ଦିନ ଏମିତି ଚାଲାଣ ହେବ? ହିନ୍ଦୁମାନେ କ'ଣ ଏମିତି ଅସୁରକ୍ଷିତ ରହିବେ? ପାରାଦ୍ୱୀପ ପ୍ରତିଦିନ ଗୋ ହତ୍ୟା ହେଉଛି, ଗାଈ ବି ଚାଲାଣ ହେଉଛି, ମାଂସ ଗାଡ଼ି ଧରା ହେଉଛି। ବର୍ତ୍ତମାନ ଆମର ପୋର୍ଟ ପାଖରେ ଧରିଥିଲା, ମୋ ପିଲା ଧରିଥିଲେ। ଗୋ ଚମଡ଼ା ଅଛି, ଛେଳି ଚମଡ଼ା ଅଛି, ମାଂସ ବି ଅଛି, ଆମେ ଦେଖିବାକୁ ପାଇଲୁ। ଗୋ ମାଂସ ଅଛି, ଗ୍ୟାସ୍ ହେଉଛି, ଗୋ ମାଂସ ଭଳିଆ ଗ୍ୟାସ୍ ହେଉଛି, ଚମଡ଼ା ବି ବାହାରିଲା। ଷଣ୍ଢ ଗାଡ଼ି ଆଉଥିଲା, କୁଜଙ୍ଗରୁ ଆସିଥିଲା, କୁଜଙ୍ଗରୁ ଆଉଥିଲା, ପାରାଦ୍ୱୀପକି ଆଉଥିଲା। ଆମେ ଭୁତୁଣୀ ନିକଟରେ ଆମେ ଧରିଲୁ। ଷଣ୍ଢ ବିଷୟରେ ଖବର ପାଇଲୁ, ଗାଡ଼ି ଡାଲା ଅଟୋରେ ଯାଉଥିଲା ବୋଲି ଆମେ ଖବର ପାଇକି ଯାଇ ପହଞ୍ଚିକି ଆମେ ସେଠି ଜବତ କଲୁ। ଡ୍ରାଇଭର ଗାଡ଼ି ବର୍ତ୍ତମାନ ଥାନାରେ ଅଛି। ଦାବି କରୁଛୁ ଏଥିପାଇଁ ଗୋ ଚାଲାଣ କେମିତି ବନ୍ଦ ହେବ, ପାରାଦ୍ୱୀପରୁ ତଦନ୍ତ କେମିତି ସୁରୁଖୁରୁରେ ହେବ, ସେଇଥିପାଇଁ ଦାବି ଆମେ ରଖୁଛୁ। ଭୁତୁଣ୍ଡି ଗ୍ରାମ ପଞ୍ଚାୟତ ସୁବର୍ଣ୍ଣ ଦାସ କହୁଛି। ଏମିତି ସନ୍ଧ୍ୟାବେଳେ ଘରୁ ବାହାରିକି ବଜାରକୁ ଆସିଛି। ଆମେ ହିନ୍ଦୁ ସେନା ଗ୍ରୁପ ମୋତେ ଫୋନ୍ କଲେ, କହିଲେ ଆଜ୍ଞା ଯେହେତୁ ମୁଁ ସେକ୍ରେଟାରୀଟା ଅଛି, ମୋତେ ଫୋନ୍ କଲେ ଆଉ ଭୁତୁଣ୍ଡି ବଜାର ପୁରା ଆସେ, ତୁମର ବାଙ୍କ ସିଧା 15 ନମ୍ବର ବାଙ୍କ ସିଧା ଗାଡ଼ିରେ ଗୋ ମାଂସ ଆସୁଛି। ଆମେ ପିଲା ସବୁ ଆସିକି ଗାଡ଼ିକି ଅଟକାଅଟକି କଲୁ। ଅଟକା କରିବା ଭିତରେ ପୁଲିସ ବାଲା ସମସ୍ତେ ଡାକିକିରି ତାପରେ ପୁଲିସ ଆକି ତାର ସବୁ ଧରିଲୁ। ଡ୍ରାଇଭରକୁ ଆଉ ତାର ଲୋକ ଥିଲେ ଥାନାକୁ ନେଇ ଆସିଲୁ। ଗାଡ଼ି ଏବେ ଆଣିକିରି ଥାନାରେ ହ୍ୟାଣ୍ଡଓଭର ହେଇଛି। ଗୋ ମାଂସ ବସ୍ତାରେ ପ୍ୟାକିଂ ଅଛି, ଆଉ ଚମଡ଼ା ଫମଡ଼ା ସବୁ ଦେଖିଛୁ। ଆଉ ଗୋ ମାଂସ ଖୋଲିଥିଲେ ଦେଖିଥାନ୍ତୁ, ଥାନାରେ ତ ଗାଡ଼ି ନେଇ ପଳେଇ ଆସିଲେ। ଏଇ ଗାଡ଼ି ଜଗତସିଂହପୁର ଆଡ଼େ ଆଗେ ଆସିଥିଲା, ଜଗତସିଂହପୁର ଆଡ଼ୁ ପାରାଦ୍ୱୀପ ଆସିଥିଲା। ଆଉ ଏବେ ଏଇ ତ ସବୁବେଳେ ପ୍ରତିଦିନ ଚାଲିଛି, ଗୋ ହତ୍ୟା ଚାଲିଛି। ଡେଲି ତ ଆମେ ଏମିତି ସବୁ କାମ କରୁଛୁ, ସେବା କରୁଛୁ, ଗୋ ସୁରକ୍ଷା, ଡେଲି ଆକ୍ସିଡେଣ୍ଟ ହେଉଛି, ଏମିତି ସବୁ ଚାଲିଛି। ଆଉ ଗୋ ଚାଲାଣ ହେଉଛି, କେମିତି କ'ଣ ତା ବ୍ୟବସ୍ଥା ସରକାର କିଛି କରିବାକୁ ଚାହୁଁଛୁ ଆମେ। ଆଉ